ଚାଷୀ ଭାଇ ମାନେ ଆପଣ କେମିତି ନିଜ ସିଏମ କିଷାନ ଯୋଜନା ପାଇଁ ରେଜିଷ୍ଟ୍ରେସନ କରିପାରିବେ ଯଦି ଆପଣଙ୍କ ନାମ ମଧ୍ୟ କଟି ଯାଇଛି ବିନା ଆଇଡି କିମ୍ବା ଅନ୍ୟ କୌଣସି ମଧ୍ୟ କାରଣରୁ ଆପଣଙ୍କ ଯଦି ନାମ ବାଦ ପଡିଛି ସିଏମ କିଷାନ ଯୋଜନାରୁ ଯଦି ଆପଣମାନେ କୌଣସି ଲାଭ ମଧ୍ୟ ଯୋଉ ଶେଷ ଦୁଇ ତିନି ଆପଣ ମାନେ ଯଦି ପାଉନାହାନ୍ତି ତ ଆପଣ ଗୋଟେ ବହୁତ ବଡ ଏହି ଭିଡିଓ ଇମ୍ପୋର୍ଟାଣ୍ଟ ହବ ତ ଗୁରୁତ୍ୱପୂର୍ଣ୍ଣ ହବ ତ ଆପଣ ମାନେ କେମିତି ବିନା ଆଇଡିରେ ସିଏମ କିଷାନ ଯୋଜନା ନୂଆ ଆବେଦନ କରିପାରିବେ ଓ ପୁଣି ଭାବେ ନୂଆ ହିତାଧିକାରୀ ଭାବେ ଆପଣ ମାନେ ଏହି ସିଏମ କିଷାନ ଯୋଜନାରୁ କେମିତି ଲାଭ ପାଇବେ ତ ତାହା ଆମେ ଏଇ ଭିଡିଓରେ ଆସନ୍ତୁ ଜାଣି ନେବା। ଏବେ ସମସ୍ତେ ଗୋଟିଏ ତାଙ୍କର ମନରେ ଗୋଟେ ଯୋଉ ସୃଷ୍ଟି ଚାଲିଛି ଗୋଟେ ବହୁତ ବଡ ଭୟ ଯୋଉଟା ବିନା ସିଏମ କିଷାନ ହେବନି ବୋଲି ତ ଆପଣ ମାନେ ଜାଣିନିଅନ୍ତୁ ଯେ ବିନା ମଧ୍ୟ ସିଏମ କିଷାନ ଯୋଜନା ବା ସିଏମ କିଷାନ ପାଇଁ ଆବେଦନ ହେଉଛି କାହିଁକି ନା ଯଦି ଏମିତି ହେଲେ ତ ବହୁତ ଗୁଡ଼ିଏ ଚାଷୀ ବାଦ ପଡ଼ିବେ। ତ ଆପଣ ମାନେ ସମସ୍ତେ ଜାଣିଥିବେ ତ ସେ ଆଇଡି ବହୁତ ଜଣଙ୍କ ପାଖରେ ଯୋଉ ନାହିଁ ତ ସେଥିପାଇଁ ଆପଣ ମାନେ ବିନା ଆଇଡିରେ ମଧ୍ୟ ଏଇ ସିଏମ କିଷାନ ଯୋଜନା ପାଇଁ ଆବେଦନ କରିପାରିବେ ତ କେମିତି ତ ଯଦି ଆପଣଙ୍କ ପାଖରେ ଆଇଡି ନାହିଁ ତାହେଲେ ଆପଣ ମାନେ କୃଷକ ଓଡିଶାରେ ରେଜିଷ୍ଟ୍ରେସନ ହେବା ବହୁତ ଗୁରୁତ୍ୱପୂର୍ଣ୍ଣ ଯଦି କୃଷକ ଯଦି ଆପଣ ମାନେ ଅପ୍ଲାଏ କରିନାହାନ୍ତି ତ ଅପଡେଟ କରିଦିଅନ୍ତୁ ଓ ପୁଣି ଥରେ ସିଏମ କିଷାନ ଯୋଜନା ପାଇଁ ଆପଣ ମାନେ ରେଜିଷ୍ଟ୍ରେସନ ବା ଆଉ ଥରେ ପୁଣି ନୂଆ ଆବେଦନ କରନ୍ତୁ ପୁଣି ନୂଆ ହିତାଧିକାରୀ ଭାବେ ଆବେଦନ କରନ୍ତୁ ଆପଣ ମାନେ ପୁଣି ଥରେ ଆବେଦନ କରିପାରିବେ ଓ ଏହି ସିଏମ ଯୋଜନାରୁ ଆଉ ଥରେ ବେନିଫିଟ ବା ଲାଭ ପାଇପାରିବେ ଯେଉଁ ଆଉକୁ ମଧ୍ୟ ତ ସେଥିପାଇଁ ଆପଣ ମାନେ ମଧ୍ୟ ଏ ଯେ ତ୍ରୁଟି ଯୋଉଟା ଥିଲା ଆପଣଙ୍କ ମନରେ ଯେ ଆମେ ଆବେଦନ କରିପାରିବୁ ନାହିଁ ବିନା ବୋଲି ତ ସେଇଟା ଆପଣଙ୍କ ମନରୁ ଅଳଗେଇ ଦିଅନ୍ତୁ ତ କାଢି ନିଅନ୍ତୁ ଓ ଆପଣ ମାନେ ପୁଣି ଥରେ ଏହି ସିଏମ ଯୋଜନା ପାଇଁ ଆବେଦନ କରନ୍ତୁ ସବୁ କିଛି ସମ୍ଭବ ଅଟେ। ତ ବିନା ମଧ୍ୟ ଆପଣ ମାନେ ସିଏମ ଯୋଜନା ପାଇଁ ଆବେଦନ କରିପାରିବେ ତ ଫ୍ରେଣ୍ଡସ ଚାଷୀ ଭାଇ ମାନେ ଆଜି ପାଇଁ ଏତିକି ରହୁଛି ଜୟ ହିନ୍ଦ।